ଦେଖନ୍ତୁ ସେ ରାଜଉଆସକୁ ପ୍ରବେଶ ଏ ପଥ ହେଲା ପ୍ରଥମ ଗେଟ୍ ଯେଉଁଟାକି ଆପଣମାନଙ୍କୁ ମୁଁ ଦେଖେଇଲି। ତାପରେ ରାଜଉଆସ ଭିତରେ କ'ଣ କ'ଣ ସବୁ ଗଠିତ ହୋଇଛି ଆପଣମାନଙ୍କୁ ଦେଖାଉଛି। ସେ ଓଡ଼ିଶାର ଯେଉଁ ପରମ୍ପରା ଏବଂ ସଂସ୍କୃତି ନେଇକି ଯେଉଁ ଥିଲା ତାଙ୍କର ସେ ବି ଏବେ ଜର୍ଜରିତ ଅବସ୍ଥାରେ ଅବଶ୍ୟ ଅଛି। ତ ତାଙ୍କର ଯେଉଁ ଦେଖରଖ ଯେଉଁ କରିବା କଥା କିନ୍ତୁ ସେ ସବୁ ସ୍ଥିତିରେ ନାହିଁ। ତଥାପି ଆଜି ଓଡ଼ିଆ ଭାବରେ ମୁଁ ଗର୍ବ କରୁଛି ସେ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା ବଜାଇ ରହିଛି ଏ ଷଢ଼େଇକଳା ଏବଂ ଖରସୁଆଁ ଜିଲ୍ଲା ଯେଉଁଟା ହେଇଛି। ଆଉ ଦେଖନ୍ତୁ ଆମେ ଉପରକୁ ଉଠୁଛୁ ଆଉ ଏ ହେଲା ଉପରକୁ ସିଢ଼ି ରହିଛି। ଆଉ ସେ ସିଢ଼ି ଦେଇକି ଆମେ ଉପରକୁ ଉଠିଲା ବେଳକୁ ଛାତ ପୁରା ମଜବୁତ ଅଛି ବର୍ତ୍ତମାନ ସୁଦ୍ଧା। କିନ୍ତୁ ସେ ଯେଉଁ ତାଙ୍କ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଆଜି କେମିତି ଜର୍ଜରିତ ସବୁ ଲଟା ଏବଂ ଗଛ ସବୁ ଚାରିଆଡ଼େ ଭରି ରହିଛି। ତ ଏ ହେଲା ଦ୍ୱିତୀୟ କୋଠରୀ। ଏ ପ୍ରବେଶ ପଥର ହେଲା କୋଠରୀ ଅଛି କେମିତି ଏବେ ବି ସେ କିନ୍ତୁ ତାଙ୍କ ରକ୍ଷଣାବେକ୍ଷଣ ବହୁତ ହିଁ କଷ୍ଟ ଲାଗେ ଦେଖିଲା ବେଳକୁ। ରୁମ୍ଟା ଅବସ୍ଥା ଏଠି ରୋଷେଇ ଚୁଲି ବି ଅଛି। ଏବେ ତାଙ୍କର ଯେଉଁ ଅଛନ୍ତି ସେମାନେ ସବୁ ଗଛ ଲାଗିଛି। ଅତି ସୁନ୍ଦର ଲାଗୁଛି ଏ ଗଛ ଦେଖିଲା ବେଳକୁ ଖୁସି ଲାଗେ। ଗଛ ଯାହାକୁ ହେଲେ ବି ପ୍ରକୃତିରେ ଯେତେବେଳେ ଗୋଟେ ଗଛ ପ୍ରତି ସମସ୍ତଙ୍କର ଲୋଭନୀୟ ଥାଏ ସେଇଟା କେତେ ସୁନ୍ଦର ଅଛି। କିନ୍ତୁ ଗଛ ସାଇଡ଼୍ଟା ଯାହା ଗଛ ଲତାରେ ପରିପୂର୍ଣ୍ଣ ହେଇଯାଇଛି। କିନ୍ତୁ ସାମ୍ନା ପଟ ଦେଖିଲା ବେଳକୁ ବହୁତ ହିଁ ଦୁଃଖ ଲାଗେ। ଦିନେ ଯାହାକି ଗର୍ବର ଥିଲା ଯେଉଁଟାକି ଗୋଟେ ଗଡ଼ଜାତ ରାଜ୍ୟ ଥିଲା ଷଢ଼େଇକଳା ଖରସୁଆଁ ପାଇଁ ଆଜି ଗର୍ବ କରୁଥିବା ଯେଉଁମାନେ ଆଜି କିନ୍ତୁ ସେ ଅବସ୍ଥା ନାହିଁ। ଆଉ ଏଇଟା ତ ଯିବା ଏ ହେଲା ଗୋଟେ ଛେଳି ଆଉ ଏଇ ରାସ୍ତା ଦେଇକି ଯାଇଛି। ଆଉ ଏଇ ରାସ୍ତା କେତେ କିନ୍ତୁ ଏଇ ସବୁ ଗଛ ଲତା ଦେଖିଲା ବେଳକୁ ଟିକେ ଛୋଟ ଛୋଟ ଯେଉଁ ଗଛ ତାଙ୍କ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଆଜି ଜର୍ଜରିତ ଅବସ୍ଥା ସେଇଟା ହିଁ ଟିକେ ମନକୁ ଯେତେବେଳେ ଦେଖିଲା ବେଳକୁ ଲାଗିଗଲା। ଦେଖନ୍ତୁ ସେ ରାଜବାସରେ ବୁଲୁ ବୁଲୁ ଆଜି ଆମେ ଜଣେ ମାଉସୀକୁ ପାଇଛୁ ଏବଂ ସେ ମାଉସୀ ଓଡ଼ିଆ ଯେତେବେଳେ କହୁଛନ୍ତି ଏଇଠି ମାନେ ଷଢ଼େଇକଳା ଖରସୁଆଁରେ ମୋତେ ବି ଖୁସି ଲାଗିଲା ଏବଂ ତାଙ୍କ ମୁହଁରୁ କିଛି ବିପଦ ଆମେ କଥା ଶୁଣା। ମାଉସୀ ଆପଣଙ୍କର ନାଁଟା କ'ଣ? ତୁମର ନାଁଟା କିଏ? କି ନାଁ? ହଁ ଆମେ তো এটা দাদি নি বলন দাদি বলন গোটা খরসোয়া ষড়াইকলা সরাইকড়া ইটা আর দৌবনি সব দাদি। আচ্ছা দাদি নি কহন তো? হ্যাঁ দাদি নি। আচ্ছা তোমার নামটা কি? নাম তো গুরবারি। আচ্ছা সয় গুরবারি সয়। সয় আচ্ছা গুরবারি সয় মাউসীଙ୍କୁ ଆଜି ଆମେ ପାଇଛୁ ଏବଂ ତାଙ୍କ ମୁହଁରୁ ଯେତେବେଳେ ଦୁଇ ପଦ ଓଡ଼ିଆ ମୁଁ ଶୁଣୁଛି ଅତି ଆନନ୍ଦରେ ଗର୍ବରେ ମୁଁ କହିବି ତାଙ୍କୁ ଯେ ବହୁତ ହିଁ ଖୁସି ଲାଗୁଛି। ଆଚ୍ଛା ଓଡ଼ିଆ ତୁମେ ଓଡ଼ିଆ ତ? ଓଡ଼ିଆରେ ନି କଥାବାର୍ତ୍ତା ହୁଅ ତ? ଆଚ୍ଛା ଆଚ୍ଛା ମାଉସୀ ଜାଣିଛ ଏଇ ଯେଉଁ ଷଢ଼େଇକଳାଟା ଆଗରୁ ଓଡ଼ିଶାରେ ଥିଲା? ଓଡ଼ିଶା ରାଜ୍ୟ ଶୁଣିଛ ତ? ଆଚ୍ଛା ଏଇଟା ଓଡ଼ିଶାରେ ହିଁ ଥିଲା ନା? ଆଚ୍ଛା ତାପରେ ବିହାରକୁ ଗଲା। ବିହାର ଗଲା ତାପରେ ଯେତେବେଳେ ବିହାରରୁ ଝାଡ଼ଖଣ୍ଡ ହେଲା ନାଇଁ ଏବେ ଝାଡ଼ଖଣ୍ଡରେ ଅଛି। ଆଚ୍ଛା ଓଡ଼ିଆରେ ଯେତେବେଳେ କଥା ହୁଅ କେମିତି ଲାଗେ ମାଉସୀ ତୁମକୁ? ଭଲ ଲାଗେ ନା? ଖୁସିରେ ମାଉସୀ କହିଦେଲେ ଭଲ ଲାଗେ। ଆଚ୍ଛା
ଆଚ୍ଛା ତ ଏଠି କେତେ ଓଡ଼ିଆ ଭାଇ ଭଉଣୀ ମାନେ ଆମର ଅଛନ୍ତି? ଅଛି। ଆଚ୍ଛା ମାଉସୀ କହ ତୁମର ଘରେ ଆଉ କିଏ କିଏ ଅଛନ୍ତି? ଆମର ଘରେ ହୁଁ? ଅଛନ୍ ଗो ପୁଅ ମାନେ ଝି ମାନେ। ଆଚ୍ଛା ପୁଅ ଝିଅ ଅଛନ୍ତି। ହଁ। ଆଚ୍ଛା ହଁ। ଆଉ କିଏ ଅଛନ୍ତି? ଆଉ କେତେ କେତେ ପୁଅ? ଦୁଇ ପୁଅ ଦୁଇ ତିନି ପୁଅ ଝି। ତିନି ଝିଅ। ଆଚ୍ଛା ପୁଅ ମାନେ ସବୁ ବଡ଼ ବଡ଼ ହେଇଯାଇଛନ୍ତି। ହଁ ହଁ। ବାହା ସାହା ସବୁ ହେଇଯାଇଛନ୍ତି। ଆଉ ଗୋଟେ ସଂସାର ସବୁ ନାଇଁ କରିଯାଇଛନ୍ତି। ଦୁଇଟା ନାହିଁ। ଦୁଇଟା ନାହିଁ ହେଇ ନାଇଁ ଗୋଟେ ହେଇଛି ତ? ଗୋଟେ ହେଇଛି ଝି ଚୁଏ ଗୋଟେ ନାହିଁ ହେଇ ପୁଅ ଚୁଏ ଗୋଟେ ନାହିଁ ହେଇ। ଓହୋ। ହଁ। ଆଚ୍ଛା ମାଉସୀ କେବେ ଓଡ଼ିଶା ଯାଇଛ? ଓଡ଼ିଶା ତ ଆମେ ଯାଇଛନ୍ ହୁଁ। କେତେ ଦୂରିଏ ଯାଇଛନ୍। ରାଜନଗର? ନାଜନଗର ତ ଏ ପାଖରେ ହଁ ଅଛି। ରାଜନଗର ତ ଢେଙ୍କାନାଳ ଅଛି ଠିକ୍। ତାରପରେ କେତେ ଦୂରିଆ ଯାଇଛ ଓଡ଼ିଶା? ହଁ ବଡ଼ଦା ବହଳଦା ବାସ୍। ଯାଇଛନ୍ ମୁଇଁ। ହଁ ଆଉ ମାଉସୀ ବହଳଦା ଯେତେବେଳେ କହିଲେ ମୋତେ ବି ଖୁସି ଲାଗିଲା। ଆଚ୍ଛା। ବହଳଦା ବିଷୟରେ ମୁଁ ଆପଣଙ୍କୁ ଟିକେ ସୂଚନା ଦେବି। ବହଳଦା ମୟୂରଭଞ୍ଜ ଯେଉଁ ଗଡ଼ରାଜ୍ୟ ଥିଲା, ମୟୂରଭଞ୍ଜ ଗଡ଼ରାଜ୍ୟର ଦ୍ୱିତୀୟ ରାଜଧାନୀ ବହଳଦା ଭାବରେ ପରିଚିତ। ଆଉ ସେଠି ବି ରାଜଧାନୀ ଥିଲା ସମୟକ୍ରମେ ପ୍ରଥମ ଥିଲା ଖିଚିଂ, ତାପରେ ଦ୍ୱିତୀୟ ରାଜଧାନୀ ହେଲା ଆମର ବହଳଦା ଏବଂ ତାପରେ ବାରିପଦାକୁ ରାଜଧାନୀ ଗଲା। ଆଚ୍ଛା ବହଳଦା ରାଇରଙ୍ଗପୁର ଶୁଣିଛ ମାଉସୀ? ହଁ ରାୟରଙ୍ଗପୁର ଯାଇଛନ୍। ଆଚ୍ଛା ରାୟରଙ୍ଗପୁର ଯାଇଛନ୍। ମାଉସୀ ହଁ। ମହାମହିମ ରାଷ୍ଟ୍ରପତି ଯେ ଏବେ ଅଛନ୍ତି ଦ୍ରୌପଦୀ ମୁର୍ମୁ ତାକୁ ଜାଣିଛ? ନାଇଁ ଜାଣିନି? ନାଇଁ ଆଚ୍ଛା ଜାଣି। ଏଇ ଝାଡ଼ଖଣ୍ଡରେ ସେ ରାଜ୍ୟପାଳ ବି ନଥିଲେ। ହଁ। ଏତେ କଥା ଜାଣିନାହିଁ ତ? ନାଇଁ। ଆଚ୍ଛା ଦ୍ରୌପଦୀ ମୁର୍ମୁ କିଏ ଜାଣିଛ? ଏଁ? ଦ୍ରୌପଦୀ ମୁର୍ମୁ ହଁ ହଁ। ଜାଣିଛ ନା? ହଁ। ହଁ ସେ ଆମର ପ୍ରଥମ ନାଗରିକ। ମୁଁ ହେଲା ଓଡ଼ିଶାରୁ ହିଁ ଆସିଛି ହେଲା। ଆଚ୍ଛା। ଯେତେବେଳେ ଆସିଲି ତୁମକୁ ପାଇଲି ବେଳେ ମୋର ବି ଛାତିଟା ଟିକେ ଖୁସି ଲାଗିଗଲା ନାଇଁ କି? ଆଚ୍ଛା ଆଚ୍ଛା ଏଠି କେତେ ବର୍ଷ ହେଲା ରହୁଛ ମାଉସୀ? ବହୁତ ଦିନ। ବହୁତ ଦିନ ହେଲା ନାଇଁ କି? ହଁ ବହୁତ ଦିନ। ଆଚ୍ଛା ଆଚ୍ଛା ଯେତେବେଳେ ରାଜସ୍ୱ ଆମେ ଦେଖିଲୁ ଆମକୁ ବି ବହୁତ ହିଁ ଖୁସି ଲାଗିଲା ମାଉସୀ। ହଁ ଦିନେ ହଁ। ମଉସା ନମସ୍କାର। ନମସ୍କାର। ଆଚ୍ଛା କାମ ଆସିବ ଥିଲା? ଇଏ 11ଟାର ହଁ। ଆଚ୍ଛା ଘରେ ତାହେଲେ ପୁଅ ଝିଅ ସବୁ ଅଛନ୍ତି ନାଇଁ? ଆଚ୍ଛା ଓଡ଼ିଶା କେବେ ଯାଇଛ? ହଁ ଯାଇଛନ୍ ତ ଏତେ ଏଇନା କାମ କରିକି ନାହିଁ ଯାଇ କୌଣସି ଆଡ଼େ ଯାଇନାହିଁ। ଆଗରେ ମୁଇଁ ରାୟରଙ୍ଗପୁର ବି ଦେଖିଛନ୍, ବଡ଼ଦା ସବୁ ଦେଖିଛନ୍। ଓଡ଼ିଆରେ ଯେତେବେଳେ କଥା ହେଇକା ମାଉସୀ କେମିତି ଲାଗେ? ଭଲ ଭଲ ନାଇଁ ଲାଗେ ନା? ଭଲ ନାଇଁ ଲାଗେ। ଆମେ ଆଉ କି କି ଭାଷାରେ ଶିଖିଛ? ହିନ୍ଦୀ? ହିନ୍ଦୀ ପୁରା ନାହିଁ ଶିଖି। ହିନ୍ଦୀ ପୁରା ନାହିଁ ଶିଖି? ନାହିଁ ଶିଖି। ଆଚ୍ଛା ଏଠି ଓଡ଼ିଆ ସ୍କୁଲ ଅଛି ମାଉସୀ? ଓଡ଼ିଆ ସ୍କୁଲ? ହିନ୍ଦୀରେ ନି ଏଠାରେ ତ ଓଡ଼ିଆରେ ନି କହନ୍। ଓଡ଼ିଆରେ ନି କହନ୍। ହିନ୍ଦୀରେ କହିଲେ ଏମାନେ ହିନ୍ଦୀରେ ନାହିଁ କୁହ କହିଲେ। ଆଚ୍ଛା ଓଡ଼ିଆରେ କହ। ହଁ ତ ଓଡ଼ିଆରେ ନି କହନ୍। ଆଚ୍ଛା ଏଠି ଓଡ଼ିଆ ସ୍କୁଲ ଅଛି ମାଉସୀ? ଓଡ଼ିଆ ସ୍କୁଲ ତ ଅଛି ନି ଏଠାରେ। ହଁ। ଆଚ୍ଛା କେତେ ପାଠ ପଢ଼ିଛ ମାଉସୀ? କେ ତୁମେ? ମୁଇଁ ନାଇଁ ପଢ଼େ। ନାଇଁ ପଢ଼େ? ନାଇଁ ପଢ଼େ। ହେଲେ ବି ଓଡ଼ିଆ ଜାଣିଛ ବୋଲିକି ଓଡ଼ିଆରେ କହୁଛ ନାଇଁ କି? ଆଚ୍ଛା ହଉ ଠିକ୍ ଅଛି ମାଉସୀ। ମାଉସୀଙ୍କ ସହିତ କଥା ହେଇକି ମୋତେ ବି ବହୁତ ଆନନ୍ଦିତ କଲା। ଆଜି ଏଇ ସଢ଼େଇକଳା ଖରସାଣ୍ଡ ରହି ସେ ଓଡ଼ିଆରେ ଯେତେବେଳେ କଥାବାର୍ତ୍ତା ହେଉଛନ୍ତି ଓଡ଼ିଶାର ପରମ୍ପରା ସବୁ। ଆଚ୍ଛା ମାଉସୀ ଏ ରଜ ଗଲା, ରଜ ମାନିଲ? ରଜ ପର୍ବ? ଏଠେନି ନା? ଆଚ୍ଛା ରଜରେ କି ଦୋଳି ଖେଳିଲ ମାଉସୀ? ଆଚ୍ଛା ଏଇ ଓଡ଼ିଶାର ପରମ୍ପରା ଦୋଳି ଖେଳ, ରଜ ପର୍ବ ଓଡ଼ିଶାର ବହୁତ ଧୁମଧାମରେ ଖେଳ। ପିଠାପଣା କରିଥିଲ ମାଉସୀ? କି ପିଠା କରିଥିଲ ମାଉସୀ? ଚୁନା କରି ନାଇଁ କି? ହଁ ମାଉସୀ ପିଠା କରିକି ସେ ଖାଇଲେ ନାଇଁ କି? ଅନେକ ଆନନ୍ଦରେ ଖାଇଲେ ସମସ୍ତେ ଘରେ ସବୁ ମିଶିକି ଖାଇଲେ ନାଇଁ କି? ଆଚ୍ଛା ଠିକ୍ ଅଛି ମାଉସୀ ମୁଁ ଆସିଥିଲି ଆଉ ତୁମ ସହିତ କଥା ହେଇକି ମୋତେ ବି ବହୁତ ହିଁ ଖୁସି ଲାଗିଲା। ଆଉ ଥରେ କେବେ ଯଦି ଦେଖା ହୁଏ ଆଉ ଥରେ ମୁଁ ବି ଆସିବି ହେଲା। ଠିକ୍ ଅଛି ମାଉସୀ।